ସୋ ହେଲୋ ଏଭ୍ରିୱାନ୍। ତ ଦେଖନ୍ତୁ ଯେମିତିକି ତମେ ସ୍କ୍ରିନରେ ଦେଖିପାରୁଥିବ, ଆଜିର ଏଇ ଭିଡ଼ିଓରେ ଆମେ ତମର ପଠାଣି ସାମନ୍ତ ଏକ୍ଜାମ ପାଇଁ କିଛି ଟ୍ରିକ୍ସ ଆଲୋଚନା କରିବା ଏବଂ ପୂର୍ବ ବର୍ଷ ବି ଆମେ ବହୁତ ପ୍ରକାର ଟ୍ରିକ୍ ଶିଖିଥିଲେ ଏବଂ ଏଇ ଭିଡ଼ିଓ ଗୁଡ଼ିକ ନିଶ୍ଚିତ ଭାବରେ ତୁମକୁ ଭଲ ଲାଗିବ। ସୋ ସମସ୍ତେ ପୁରା ଲାଷ୍ଟ ଯାଏଁ ଦେଖିବ। ତ ଦେଖ, ବୟସ ସମ୍ବନ୍ଧୀୟ ଯୋଉ କୋଶ୍ଚିନ୍ ଗୁଡ଼ିକ ରହୁଛି ତମର ଅନୁପାତ ସେଥିରେ ମିକ୍ସ ହେଇକି ରହିଥାଏ। ବୁଝିହେଲା? ଅନୁପାତ ସମାନୁପାତ ତମେ ପଢିଛ। ତ ଦେଖ, ତମର ଫାଷ୍ଟ ଗୋଟେ କନସେପ୍ଟ ଯଦି ଆମେ ଦେଖିବା, ରାମ ଆଉ ଶ୍ୟାମ। ଦେଖ, ବର୍ତ୍ତମାନ ବୟସ ତାଙ୍କର ଅଛି, ରାମର ବୟସ 20 ଅଛି, ଶ୍ୟାମର ବୟସ 25 ଅଛି। ତ ଏଇଠି ଯଦି ମୁଁ ପାର୍ଥକ୍ୟ କଥା ପଚାରିବି ହେଲା, ଯେ ସେମାନଙ୍କର ବୟସ ମଧ୍ୟରେ ପାର୍ଥକ୍ୟ କେତେ? 5 ହବ, ନୁହେଁ କି? 25ରୁ 20 ଗଲେ କେତେ? 5। ବର୍ତ୍ତମାନ ଯଦି 10 ବର୍ଷ ପର କଥା ଆମେ ଦେଖିବା, ତ ଦେଖ 10 ବର୍ଷ ପରେ ତମର ରାମର ବୟସ କେତେ ହେଇଥିବ? ରାମର ବୟସ ହେଇଥିବ 30 ବର୍ଷ। ସେହିପରି ଶ୍ୟାମର ବୟସ କେତେ ହେଇଥିବ? 25ରେ 10 ମିଶିଲେ 35। ତାହେଲେ ଗ୍ୟାପ୍ କେତେ ରହୁଛି? ପାର୍ଥକ୍ୟ 5। ତା ମାନେ ବୟସର ଯୋଉ ପାର୍ଥକ୍ୟଟା ସବୁବେଳେ ସମାନ ହୁଏ। ତମର ଯେତେ ବର୍ଷ ପରେ କାଲକୁଲେଟ କଲେ ବି ସମାନ ଆସିବ। ଯଦି 2 ଜଣ କିମ୍ବା 3 ଜଣଙ୍କର ନେଲେ ବି ତମ ସମାନ ଆସିବ। ବୁଝି ହେଲା? ତ ଦେଖ, ଏଇ ଯୋଉ କୋଶ୍ଚିନ୍ ତମର ରହିଛି ପ୍ରଥମ କୋଶ୍ଚିନ୍, ଏଥିରେ ଆମେ କେମିତି ଟ୍ରିକ୍ ୟୁଜ୍ କରିବା ଦେଖ। ଯଦି ଏ ଓ ବି ର ବର୍ତ୍ତମାନ ବୟସର ଅନୁପାତ ତମକୁ ଦେଇଦେଇଛି 2:3, 5 ବର୍ଷ ପରେ ଏଇ ଅନୁପାତ 3:4 ହେବ, ତେବେ ଏ ର ବର୍ତ୍ତମାନ ବୟସ କେତେ ହବ ସିଏ ତମକୁ ପଚାରୁଛି। ଦେଖ, ତମର ମୁଁ ଲେଖିଦେଲି ଏ ବି, ବର୍ତ୍ତମାନ ବୟସର ଅନୁପାତ କେତେ ଅଛି ନା 2:3। 5 ବର୍ଷ ପରେ ଏଇ ଅନୁପାତଟା 3:4 ହେଇଯାଉଛି। ତ ଏଠି ମୁଁ ଲେଖିଦଉଛି ତମର +5। ବୁଝିହେଲା? ତ ବର୍ତ୍ତମାନ ତୁମେ ଗୋଟେ କଥା ଲକ୍ଷ୍ୟ କର, ଏଠି ଯଦି ମୁଁ ଦେଖୁଛି 2 ଆଉ 3 ଭିତରେ କେତେ ଗ୍ୟାପ୍ ଅଛି? 1 ଗ୍ୟାପ୍ ଅଛି। ଓକେ। 3 ଆଉ 4 ଭିତରେ କେତେ ଗ୍ୟାପ୍ ଅଛି? 1 ଗ୍ୟାପ୍ ଅଛି। ତ ଯେତେବେଳେ ସମାନ ଗ୍ୟାପ୍ ଅଛି ଏବଂ ବର୍ଷ ତମର କେତେ ରହୁଛି? 5 ବର୍ଷ ପର କଥା ଦେଇଛି। ତା ମାନେ ଏଠି ମୁଁ କହିପାରିବି ଯେ ଏଠି 1 ଭାଗ ମୋର 5 ବର୍ଷ। ବୁଝିହେଲା? ଯୋଉଠି ସମାନ ଗ୍ୟାପ୍ ରେ ବଢୁଥିବ। 2ଟା ଦେଖ 3 ହେଇଛି, 3ଟା 4 ହେଇଛି। ମାନେ 1 ହିଁ ବଢିଛି। ଏବଂ ଆମେ କେତେ ବର୍ଷ ପର କଥା ଏଠି ଦେଖୁଥିଲେ? 5 ବର୍ଷ। ତା ମାନେ ଏଠି ମୋର 1 ଭାଗଟା ହଉଛି ମୋର 5 ବର୍ଷ। କ୍ଲିୟର? ତମକୁ ସିଏ ପଚାରିଛି ଯେ ଏ ର ବର୍ତ୍ତମାନ ବୟସ କେତେ? ତ ଦେଖ, ଏ ର ଯୋଉ ବର୍ତ୍ତମାନ ବୟସ ମାନେ କଣ? 2 ଭାଗ ଏଠି ଅଛି। ଦେଖିପାରୁଛ ତ? କାରଣ ବର୍ତ୍ତମାନ ବୟସର ଅନୁପାତ ଏ ଆଉ ବି ର କେତେ? 2, 3 ଥିଲା। ମାନେ ଏ ର 2 ଭାଗ, ବି ର 3 ଭାଗ। ତା ମାନେ ଯଦି ଏଠି ମୁଁ ଲେଖିବି ଏ ର ବର୍ତ୍ତମାନ ବୟସ କେତେ ହେଇଯିବ ପିଲାମାନେ? ମୋର ହେଇଯିବ 5 ଗୁଣନ 2 ମାନେ 10 ବର୍ଷ ହେଇଯିବ। ବୁଝିହେଲା? ସି ହଉଛି ଆନ୍ସର। ଯଦି ବି ର ବର୍ତ୍ତମାନ ବୟସ କଥା ପଚାରିଥାନ୍ତା, କେତେ ହେଇଥାନ୍ତା? ନା 5 ଗୁଣନ 3 15 ହୋଇଥାନ୍ତା। ବୁଝିହେଲା? ଯଦି 5 ବର୍ଷ ପର କଥା ପଚାରିଥାନ୍ତା, ସେଇ ଅନୁସାରେ 3ରେ ଗୁଣିଥାନ୍ତା 5କୁ, 4ରେ ଗୁଣିଥାନ୍ତା 5କୁ। ବୁଝିପାରିଲ ତ ଏ ଟ୍ରିକ୍ କେମିତି ୟୁଜ୍ ହଉଛି? ତ ବେଶୀ ତମକୁ କିଛି କରିବାର ନାହିଁ, ଜଷ୍ଟ ଏଇ ମେଥଡରେ କରିଦେଲେ ତମର ଆନ୍ସର ବାହାରିଯିବ। ଓକେ? ଆଉ କିଛି କୋଶ୍ଚିନ୍ କରିବା? ଦେଖ, ନେକ୍ସଟ କୋଶ୍ଚିନ୍ ଯୋଉ ତମ ରହିଛି 2 ନମ୍ବର କୋଶ୍ଚିନ୍ ତମ ଦେଲା 5 ବର୍ଷ ତଳେ ଏ ଓ ବି ର ବୟସର ଅନୁପାତ ଥିଲା 5:7। 7 ବର୍ଷ ପରେ ସେମାନଙ୍କର ବୟସର ଅନୁପାତ 7:9 ହେବ। ତେବେ ସେମାନଙ୍କ ବର୍ତ୍ତମାନ ବୟସର ସମଷ୍ଟି କେତେ? ତ ଦେଖ, ଏଠି ସେଇଭଳି ଭାବରେ ମୁଁ ଲେଖିଦେଲି ତମର ଏ ବି, ବର୍ତ୍ତମାନ ବୟସର ଅନୁପାତଟା କେତେ ଦେଇଛି? ନା 5:7 ଦେଇଛି। ହେଲା, ଏଇଟା ତମର କଣ ନା 5 ବର୍ଷ ତଳ କଥା। ତ ଏଠି ମୁଁ ଦେଖ, ମୁଁ -5 ଲେଖିଦଉଛି। ବୁଝିହେଲା? ଓକେ। ଏବଂ ତମର 7 ବର୍ଷ ପରେ ସେମାନଙ୍କର ବୟସର ଅନୁପାତ ହେଇଯିବ 7:9। ତ ଏଇଟା ମୁଁ ଲେଖିଦଉଛି +7।
ତା ମାନେ ଏଇ ଯୋଉ ତମର ଯୋଉ ଡିଫରେନ୍ସଟା ବର୍ତ୍ତମାନ ଏଠି ରହିବ ତାହେଲେ 12 ରହିବନି କି? କାରଣ 5 ବର୍ଷ ତଳ କଥା ଲେଖୁଛନ୍ତି ଏବଂ ତାପରେ 7 ବର୍ଷ ପର କଥା ଦେଖୁଛନ୍ତି। ବୁଝିପାରିଲ? ତା ମାନେ ଏଠି ଏଇ ଯୋଉ ଡିଫରେନ୍ସଟା ଆମର 12 ରହିବ। ବୁଝିହେଲା ତ କଥା? ଏବଂ ବର୍ତ୍ତମାନ ଆମେ ଯଦି ଆଉ ଗୋଟେ କଥା ବି ଲକ୍ଷ୍ୟ କରିବା, ତମର ଏଠି ଯୋଉ ଗ୍ୟାପଟା କେତେ ଅଛି? 5 ରୁ 7 2 ଅଛି, 7 ରୁ 9 2 ଅଛି। ତ ଏଠି କିଛି ଅସୁବିଧା ନାହିଁ। ଗ୍ୟାପଟା ସମାନ ଯଦି ଅଛି କିଛି ଅସୁବିଧା ନାହିଁ ଏବଂ ବୟସର ଗ୍ୟାପଟା 12 ବର୍ଷ ଅଛି। ହେଲା? ତ ଏଠି -5 +7 ଗୁଡ଼ିକ ନ ଲେଖିଲେ ବି ତମେ କନଫ୍ୟୁଜ ଯଦି ହଉଛ ଲେଖିବା କିଛି ଦରକାର ନାହିଁ। 12 ବର୍ଷ ଗ୍ୟାପ୍ ତମେ ବୁଝିପାରୁଛ ତ? କାରଣ ଏଇଟା ଆମର ଥିଲା 5 ବର୍ଷ ତଳ କଥା, ଏଇଟା ହଉଛି 7 ବର୍ଷ ପର କଥା। ତ ଗ୍ୟାପଟା କେତେ? 12 ରହୁଛି ନା? ଏବଂ ଦେଖ 2 2 ବଢିଛି ତାହେଲେ ଅନୁପାତଟା। ତ ଏଠି ମୁଁ ଲେଖିଦେଉଛି ଯେ 2 ଭାଗ ହଉଛି ତମର 12 ବର୍ଷ। ବୁଝିହେଲା? ତା ମାନେ ସିଏ ଆମକୁ ପଚାରିଛି ଯେ ବର୍ତ୍ତମାନ ବୟସର ସମଷ୍ଟି କେତେ, ନୁହେଁ କି? ତ 5 ବର୍ଷ ତଳେ ତମର 5 ବର୍ଷ ତଳେ ଏ ର ବୟସ କେତେ ଥିବ ବୁଝିପାରୁଛ ବର୍ତ୍ତମାନ? ଦେଖ ଏ ର ବୟସ କେତେ? 5 ଭାଗ ନୁହେଁ କି? ତାହେଲେ ମୁଁ କଣ କରିବି? 5 ଗୁଣନ ଏଠି ଫାଷ୍ଟ ଲେଖିଦବା। 2 ଭାଗଟା 12 ମାନେ 1 ଭାଗଟା କେତେ? 12/2 = 6। ତ ଏ ର ତମର କେତେ? 5 ଭାଗ ନୁହେଁ କି? 5/7 ନା? ତ 5 × 6 କଲେ କେତେ? 30। ବି ଦେଖ ବି ତଳେ କେତେ? 7 ଅଛି ମାନେ 7 ଭାଗ। ମାନେ କେତେ ହବ? 5 ଗୁଣନ 7 ହଉଛି ତମର 35। ବୁଝିହେଲା? ତମକୁ ସିଏ ପଚାରୁଛି ଯେ ସେମାନଙ୍କ ବର୍ତ୍ତମାନ ବୟସ ସମଷ୍ଟି କେତେ? ଏଇଟା ଆମେ ଯୋଉ ଦେଖୁଛନ୍ତି 5 ବର୍ଷ ତଳ କଥା ଦେଖିଲେ। ତା ମାନେ ଯଦି ବର୍ତ୍ତମାନ କଥା ଦେଖିବା, ବର୍ତ୍ତମାନ ଏ ର ବୟସ କେତେ ହବ? 30 + 5 କେତେ ହେଇଯିବ? 35 ହେଇଯିବ। ବି ର ବର୍ତ୍ତମାନ ବୟସ କେତେ ହେଇଯିବ? 35 + 5 କେତେ? 40 ହେଇଯିବ। ନୁହେଁ କି? 35 + 5 କେତେ? 40। ତ ବର୍ତ୍ତମାନ ଦୁଇ ଜଣଙ୍କ ବୟସର ସମଷ୍ଟି କେତେ ହେଇଯିବ? 35 + 40 ହଉଛି ତମର 75। ବୁଝିହେଲା? ତମର ଟିକେ ରଙ୍ଗ ହେଇଗଲା। ଦେଖ ଏଇଠି ରଙ୍ଗ ହେଇଗଲା। ତମର ଏଟା ଯୋଉ 7 ଭାଗ ମୁଁ ଲେଖିଲି ଏଠି 6 ଲେଖିବି ନା? ଏଇଠି ରଙ୍ଗ ହେଇଯାଇଛି। ଦେଖ କାରଣ ଗୋଟେ ଭାଗ ମୋର କେତେ ଅଛି? 6 ଅଛି। 7 ଭାଗଟା କେତେ ହବ? 7 × 6 42 ହବ ନା? ତ ବି ର 5 ବର୍ଷ ତଳେ ବୟସ ଥିଲା 42। ବୁଝିହେଲା? ତା ମାନେ ବର୍ତ୍ତମାନ ବି ର ବୟସଟା ତମର କେତେ ହେଇଯିବ? ନା 47 ହବ। ଓକେ, ବି ର ବର୍ତ୍ତମାନ ବୟସ ହଉଛି 47। ଏ ପ୍ଲସ୍ ବି ବର୍ତ୍ତମାନ ବୟସ ମିଶିକି କେତେ ହବ? 35 47 ମିଶିଲେ 82। ବୁଝିହେଲା ତ? ଅପସନ ସି ହଉଛି କରେକ୍ଟ। ଦିଟା କ୍ୱେଶ୍ଚିନ୍ ଯୋଉ କଲେ ବୁଝିଗଲ? ତ ଏଇଟା ତମର ଦେଖିଲେ ଯେ ଆମେ ଅନୁପାତଟା ତମର ଯେତିକି ବଢୁଛି ମାନେ ଏ ର ତମର ଯେତିକି ବଢୁଛି ବି ର ସେଇ ଅନୁସାରେ ବଢୁଛି। କିନ୍ତୁ ଯଦି ଅଲଗା ଥିବ ସେତେବେଳେ କଣ କରିବ ସେଇଟା ବି ଦେଖିବା। ଏଠି ଦେଖ ପିଲାମାନେ ତମର କ୍ୱେଶ୍ଚିନ୍ ଟା ଥରେ ପଢ। 4 ବର୍ଷ ତଳେ ଏ ଓ ବି ର ବୟସର ଅନୁପାତ ଥିଲା ତମର 4:5 4:5 ଥିଲା। ଦେଖ ହେଲା 4 ବର୍ଷ ତଳେ ଥିଲା ଅନୁପାତ 4:5। 8 ବର୍ଷ ପରେ କଣ ହବ ନା ଏ ଓ ବି ର ବୟସର ଅନୁପାତ ହେଇଯିବ 11:13। ସେମାନଙ୍କର ବର୍ତ୍ତମାନ ବୟସର ସମଷ୍ଟି କେତେ? ତ ଦେଖ ଫାଷ୍ଟ ମୁଁ ଲେଖି ଦଉଛି ଏ ବି। 4 ବର୍ଷ ତଳେ ଅନୁପାତ କଣ ଥିଲା ନା 4:5 ଥିଲା। ବର୍ତ୍ତମାନ ଦେଇଛି 8 ବର୍ଷ ପର କଥା ଦେଇଛି 11:13 ହବ। ତ ଏଇ ଯୋଉ ଗ୍ୟାପ୍ ଟା ତାଙ୍କର କେତେ? 4 ବର୍ଷ ତଳ କଥା ଦଉଛି 8 ବର୍ଷ ପର କଥା ଦଉଛି। ତାମାନେ ଗ୍ୟାପ୍ ଟା କେତେ? 12 ବର୍ଷ ରହୁନି କି? ବୁଝିପାରୁଛ କଥା? ନାଇଁ ତମେ ଏଇଠୁ ଚିନ୍ତା କର ଯେ ଏଇଠି ମୁଁ ଯୋଉ 4:5 ଲେଖିଛି ତାପରେ କେତେ ବର୍ଷ ପର କଥା କୁହାଯାଉଛି? 12 ବର୍ଷ ପର କଥା। କାରଣ ଏଇ ଯୋଉ 4:5 ଟା ଥିଲା 4 ବର୍ଷ ତଳେ। ବୁଝିହେଲା? ତ ଏଠି ତମର ଅସୁବିଧା ଟା ଦେଖ କଣ ହଉଛି ନା ତମର ଯୋଉ 4 11 ଏଇଠି କେତେ ପାର୍ଥକ୍ୟ ଅଛି? 7 ଅଛି। ଏଠି ପାର୍ଥକ୍ୟଟା 8 ଅଛି। ବୁଝିପାରିଲ?
ଏଇଠି ଯୋଉ ତମର ପାର୍ଥକ୍ୟଟା ଅଛି 7 ଅଛି, ଏଠି ତମର ପାର୍ଥକ୍ୟଟା 8 ଅଛି। କିନ୍ତୁ ପୂର୍ବ ଯୋଉ କ୍ୱେଶ୍ଚିନ୍ ଗୁଡିକ ଆମେ ଦେଖୁଥିଲେ ସେଠି ପାର୍ଥକ୍ୟଟା ତମର ସେମ୍ ରହୁଥିଲା ବୋଲି ଆମେ କରିଦଉଥିଲେ। କିନ୍ତୁ ପାର୍ଥକ୍ୟ ଯଦି ସେମ୍ ନାହିଁ ତାହେଲେ କଣ କରିବା କହିଲ? ତ ଦେଖ ତମେ ସେତେବେଳେ କଣ କରିବ ନା ଏଇ ଯୋଉ ଦେଖ ଏଠି ମୁଁ ଦେଖିଦେଲି ଗ୍ୟାପ୍ 2 ଅଛି, ଏଠି ମୋର ଗ୍ୟାପ୍ ଟା 1 ଅଛି। ତ ଏଇ ଯୋଉ 2ଟା ତମର ଆସିନି ଏଇଟାକୁ ତମର ଏଇଥିରେ ଗୁଣିଦବ ହେଲା। ଯୋଉ ଏଇ 4 ଆଉ 5 ରେ କେତେ ହେଇଗଲା? 8 10। ଏଇ ଯୋଉ ଉପରେ ଯୋଉ ଗ୍ୟାପ୍ ଟା 1 ନାହିଁ ଏଇଟା ତଳେ ଗୁଣି ଦିଅ। 11 13। ବୁଝିଗଲା କଥାଟି? ତ ଦେଖ ବର୍ତ୍ତମାନ ଏଇ ଯୋଉ ଗ୍ୟାପ୍ ଟା ସମାନ ହେଇଗଲା। ଏଠି ବି ଦେଖ ଗ୍ୟାପ୍ ଟା 3 ରହିଲା, ଏଠି ବି ତମର ଗ୍ୟାପ୍ ଟା 3 ରହିଲା। ବୁଝିପାରୁଛ? ଏବଂ ତମର ଯୋଉ ବର୍ଷ ଗ୍ୟାପ୍ ଟା କେତେ ଥିଲା? ଏଇ ବର୍ଷ ଗ୍ୟାପ୍ ଟା 12 ନଥିଲା? ଓକେ। ତ ତମକୁ ସେ ଦେଇଛି କୋଶ୍ଚିନ୍ କଣ ଦେଇଥିଲା ଯେ ବର୍ତ୍ତମାନ ବୟସର ସମଷ୍ଟି କେତେ ଉଭୟଙ୍କର। ତ ବର୍ତ୍ତମାନ ଏଇ ଅନୁପାତରେ ହିଁ ଆମେ ନବା ହେଲା। ତା ମାନେ ଏଠି ଆମର 3 ଭାଗଟା ଅଛି 12। ତାହେଲେ 1 ଭାଗଟା କେତେ ହବ? ଯୋଉ 3 ବଢିଛି ଦେଖିପାରୁଛ ତ 12 ତାହେଲେ 12 ବର୍ଷ ଗ୍ୟାପ୍ ରହୁଛି। ତାହେଲେ 1 ଭାଗଟା ମୋର କେତେ? 4 ବର୍ଷ। ବୁଝିଗଲା କଥା? ତା ମାନେ ସେ ଦେଇଛି 4 ବର୍ଷ ତଳ କଥା ଫାଷ୍ଟ ଦେଖିଦବା। ଏଠି ଦେଖ ମୁଁ ଲେଖିଲି 4 ବର୍ଷ ତଳେ। 4 ବର୍ଷ ତଳେ କଣ ହବ? A ର ବୟସ କେତେ ଥିଲା? 8 ଭାଗ। ତ 8 ଗୁଣନ 4 କଲେ 32। B ର ବୟସ କେତେ? 10 ଭାଗ ଥିଲା ଦେଖିପାରୁଛ ତ? ତ 10 କୁ 4 ରେ ଗୁଣିଲେ 40। ତ ଏଇଟା ଥିଲା ତମର କଣ ନା 4 ବର୍ଷ ତଳ କଥା। ତ ବର୍ତ୍ତମାନ ଯଦି ଦେଖିବା ବର୍ତ୍ତମାନ ତୁମର A ର ବୟସଟା କେତେ ହେଇଯିବ? 32 ରେ 4 ମିଶିଲେ 36 ହେଇଯିବ। B ର ବୟସ ବର୍ତ୍ତମାନ କେତେ ହେଇଯିବ? 40 ରେ 4 ମିଶିଲେ 44। ତ ବର୍ତ୍ତମାନ ଉଭୟଙ୍କର ବୟସ ମିଶିକି ତମର କେତେ ହେଇଯାଉଛି? 36 ଆଉ 44 ମିଶିଲେ ତମର ହେଇଯାଉଛି 80 ବର୍ଷ। ବୁଝିହେଲା? ଯୋଉଟା କି ତମର ଅପସନ A ରେ ଅଛି। ଇଜି ଥିଲା କ୍ୱେଶ୍ଚିନ୍? କିଛି ଡାଉଟ୍ ନାହିଁ ତ? ତ ଯୋଉଠି ତମର ଏଇ ଯୋଉ ଆମେ ଦେଖିଲେ ଯେ ଡିଫରେନ୍ସ ଟା ଏମିତି ସେମ୍ ନୁହଁ ତମେ କଣ କରିବ ନା ତଳେ ଦେଖିଦବ ଏମିତି ଦେଖିବ ହେଲା। ଯେମିତି ମୁଁ ଦେଖିଲି 11 ଆଉ 13 ଭିତରେ ଡିଫରେନ୍ସ 2 ଅଛି। ଏଇ ଦିଟାକୁ ମୁଁ କଣ କଲି ନା ଉପରେ ଗୁଣିଦେଲି। ମୋର ହେଇଗଲା 8 10। ତାପରେ ମୁଁ ଉପରେ ଦେଖିଦେଲି ଯେ ଗ୍ୟାପ୍ ଟା ତମର 1 ଅଛି, ଏଇଟା ମୁଁ ତଳେ ଗୁଣିଦେଲି। ତ 11 13 ହେଇଗଲା। ତାପରେ ଦେଖ ଉଭୟଙ୍କ ଭିତରେ ଯୋଉ ଡିଫରେନ୍ସ ଟା 3 3 ରହୁଥିଲା। 3 3 ହେଲା। ଦେଖିପାରିଲ ତ? ଏଠି ତ କୋଶ୍ଚିନ୍ ଡାଇରେକ୍ଟ ହେଇଯାଉଥିଲା ଗ୍ୟାପ୍ ଟା ସମାନ। ତମକୁ ଏଇ ଗ୍ୟାପ୍ ଟା ସମାନ କରିବାର ଅଛି। ତାପରେ ଆମେ ଜାଣିଛନ୍ତି ଯେ ବର୍ଷର ଗ୍ୟାପ୍ କେତେ? 12। 12 ନା? ତ 3 ଭାଗଟା ହଉଛି ମୋର 12 ବର୍ଷ ମାନେ 1 ଭାଗଟା ହଉଛି 4 ବର୍ଷ। ବୁଝିହେଲା? ଏଇଭଳି ତମର ଏଜ୍ ରିଲେଟେଡ୍ କୋଶ୍ଚିନ୍ ତମେ କରିପାରିବ ଆରାମସେ। ବୁଝିହେଲା? ସୋ ଦେଖ ମୁଁ ଆଶା କରୁଛି ତମେ ସବୁ ଟ୍ରିକ୍ ବର୍ତ୍ତମାନ ବୁଝି ସାରିଥିବ। ତ ଏଠି ତମ ପାଇଁ 2ଟା କୋଶ୍ଚିନ୍ ହୋମୱାର୍କ ଦିଆଯାଇଛି ଦେଖ। ତମ 4 ନମ୍ବର କୋଶ୍ଚିନ୍ ଟା ମୁଁ ପଢି ଦଉଛି। 10 ବର୍ଷ ତଳେ ରାମ ଓ ରହିମର ବୟସର ଅନୁପାତ ଥିଲା 1:3। 5 ବର୍ଷ ପରେ 5 ବର୍ଷ ପରେ ସେମାନଙ୍କର ବୟସର ଅନୁପାତ ହବ 2:3। ତେବେ ସେମାନଙ୍କର ବର୍ତ୍ତମାନ ବୟସର ଅନୁପାତ କେତେ ହବ? ବୁଝିହେଲା? ତ ଏଇ କ୍ୱେଶ୍ଚିନ୍ ଟା ତମେ ଯୋଉ ମେଥଡ ତମର କହିଲି ସେଇ ମେଥଡରେ କରିବ। ଓକେ। ଏବଂ ନେକ୍ସଟ ତମର 5 ନମ୍ବର କ୍ୱେଶ୍ଚିନ୍ ଟା ତମେ ବିନା ଟ୍ରିକ୍ ଲଗେଇବି ଏଇଟା କରିପାରିବ ହେଲା। ବର୍ତ୍ତମାନ ସୁମିତି ଓ ପ୍ରକାଶର ବୟସ ଅନୁପାତ 2:3 ଦେଇଛି। ସୁମିତି ପ୍ରକାଶ ଠାରୁ 6 ବର୍ଷ ସାନ ଅଟେ। 6 ବର୍ଷ ପରେ ସୁମିତି ଓ ପ୍ରକାଶର ବୟସର ଅନୁପାତ କେତେ ହବ? 4ଟା ଅପସନ ଦିଆଯାଇଛି ହେଲା। ତ 4 ଆଉ 5 ଦିଟା ଯାକ ନିଜେ ସଲ୍ଭ କର। ଓକେ। ଟେଲିଗ୍ରାମ ଗ୍ରୁପର ଲିଙ୍କ ତମକୁ ଡେସ୍କ୍ରିପସନରେ ମିଳିଯିବ। ସେଠି ତମେ ଡାଉଟ୍ ତମର କ୍ଲିୟର କରିପାରିବ ହେଲା। ଏବଂ ତମର PY କ୍ୱିଜରେ ଯଦି କିଛି ଡାଉଟ୍ ଅଛି ପଚାରି ପାରିବ ଏବଂ ତମର ଡେଲି କୁଇଜ୍ କରାଯାଉଛି। ତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ତମେ ସବୁ ସେଠି ଆଟେଣ୍ଡ କରିପାରିବ। ଏକ୍ଜାମରେ ତମର କୋଉ ଭଳି କୋଶ୍ଚିନ୍ ଆସିଛି ଜାଣିପାରିବ। ଏବଂ ଷ୍ଟୁଡେଣ୍ଟ ମାନଙ୍କ ସହିତ ବି ତମେ ତମର ଯାହା ବି ସବୁ ଡାଉଟ୍ ଅଛି ତମେ କଥା ହେଇପାରିବ। ଓକେ। ସୋ ଆମେ ଦେଖା ହବା ନେକ୍ସଟ ଭିଡିଓରେ। ସମସ୍ତଙ୍କୁ ଯୋଉମାନେ ବି ପଠାଣି ସାମନ୍ତ ଏକ୍ଜାମ ଦବାକୁ ଯାଉଛ ସମସ୍ତଙ୍କୁ ବେଷ୍ଟ ଅଫ ଲକ୍। ଥ୍ୟାଙ୍କ ୟୁ।